गुड इवनिंग सांग मैंने आज समस्त को गणेश चतुर्थी उपलक्षे समस्त को अभिनंदन और शुभकामना जनाऊँगी। समस्त चलापथ सुखमित हो। चलतु आज आम ओडिया ग्रामर वाक्य रूपांतर उपरे किसी आलोचना करवा। डेर न करी क्लास टी को आगे नेबा सांग मान चलतु। मुझे स्टडी इन पोके टिके मो यूट्यूब चैनल रे जदि नुआ अछंती सांग माने दयाकोरी सब्सक्राइब करिवे, लाइक करिवे एवं कमेंट करिवे। चलंतु आज अच्छी वाक्य रूपांतर। देखु सांग माने वाक्य कहले कौन बुझ? वाक्य कहले कौन बुझ? वाक्य होची देखु वाक्य होची एक बा एकाधिक पद मिसिला परे मनर भाव को जदि संपूर्ण भाव रे प्रकाश कले ताको कौन कहा जाए? वाक्य कहा जाए। वाक्य केते प्रकार? वाक्य केते प्रकार? वाक्य होची तीन प्रकार। कौन कौन? सरल वाक्य, जैक वाक्य और जटिल वाक्य। देखंतु जो वाक्य रे गोटे मात्र समापिका क्रिया थाए ता कौन कहा जाए? सरल वाक्य कहा जाए। जथा से पूरी गले, मु भात खाइली, मु सोइली, से जाउची इत्यादि इत्यादि। एटा गोटे कौन? मु भात खाइली, मु रुटी खाइली, या क्यों प्रकार शब्द? या गोटे गोटे सॉरी संग माने शब्द न एटा क्यों प्रकार वाक्य? या होची सरल वाक्य। क्यों वाक्य? सरल वाक्य। चलंतु नेक्स्ट क्वेश्चन को जीवा। दुई बा ततोधिक परस्पर निरपेक्ष सरल वाक्य संयोग रे जो वाक्य गठित होइथाए ताको कौन कहा जाए? यौगिक वाक्य बा कंपाउंड सेंटेंस कहती। दुई बा ततोधिक परस्पर निरपेक्ष सरल वाक्य सहयोग रे माने केमती? सारला हेला सकाल हेला, सूर्य उइले एवं पक्षी माने मधुर स्वर रे राब कले। एटा कौन कौन? एटा गोटे माने दुई प्रकार संयोजक भाव रे बुझाउची। सरल हेला सकाल हेला, सूर्य उइले एवं पक्षी माने मधुर स्वर रे राब कले माने सूर्य उइले सकाल हेला। बुझिल कि नहीं? पक्षी माने मधुर स्वर रे राब कले। ई वाक्यटी तीन गोटी सरल वाक्य संयोग रे गढ़ा एवं कौनसी वाक्यर अर्थबोधक निमित्त अन्य वाक्य अपेक्षा रुहु नहीं। प्रत्येक सरल वाक्य अर्थर प्राधान्य रही तेणु यह यौगिक वाक्य। चलंतु साधारणतः यौगिक वाक्य रे अंतर्गत सरल वाक्य गुड़िक ओ एवं किंतु किंबा अथवा प्रवृत्ति अव्यय द्वारा संयुक्त होइतांती। परस्पर सापेक्ष दुई बा ततोधिक खंड वाक्य मिलन रे जो वाक्य गढ़ा होइथाए ताकू जटिल वाक्य कहा जाए।
ଜଟିଳ କଲେ କ'ଣ କମ୍ପ୍ଲେକ୍ସ ସେଣ୍ଟେନ୍ସ, ପ୍ରତ୍ୟେକ ଜଟିଳ ବାକ୍ୟ ଗୋଟିଏ ପ୍ରାଧାନ୍ୟ ବାକ୍ୟ ପ୍ରିନ୍ସିପାଲ କ୍ଲଜ୍ ଥାଏ ଏବଂ ଅନ୍ୟ ଗୁଡ଼ିକ ଅପ୍ରଧାନ ଖଣ୍ଡବାକ୍ୟ ସବଅର୍ଡିନେଟ୍ କ୍ଲଜ୍ ରୂପେ ବ୍ୟବହୃତ ହୋଇଥାନ୍ତି। ଯଥା ଦେଖନ୍ତୁ, କେହି ସ୍ୱପ୍ନରେ ସୁଦ୍ଧା ଭାବି ନଥିଲେ ଯେ ସେଦିନ ଏପରି ଭୟାବହ ଘଟଣା ଉପସ୍ଥିତ ହେବ। ଏଇଟା ଗୋଟେ ଉଦାହରଣ, ମାନେ କେହି ସ୍ୱପ୍ନରେ ଭାବି ନଥିଲେ ଯେ ସେଦିନ ଏପରି ଭୟାବହ ଘଟଣା ଉପସ୍ଥିତ ହେବ। ଏହା ଗୋଟେ କ'ଣ? ଏହା ଗୋଟିଏ କେଉଁ ପ୍ରକାର ବାକ୍ୟ? ମାନେ ଜଟିଳ ବାକ୍ୟ। ବୁଝିପାରିଲେ କି ନାହିଁ? ଯେଉଁମାନଙ୍କ ଉଦ୍ଦେଶ୍ୟ ମହତ ସେମାନେ ଭଗବାନ ସାହାଯ୍ୟ କରନ୍ତି। ଏଇଟା ଗୋଟେ ଜଟିଳ। ମୁଁ ଯେତେବେଳେ ଘରେ ପହଞ୍ଚିଥିଲି ସେତେବେଳେ କେହି ସେଠାରେ ନଥିଲେ, ଇତ୍ୟାଦି। ଏହି ଉଦାହରଣ ଗୁଡ଼ିକୁ ଦେଖିଲେ ଜଣାଯିବ ଯେ ବଡ଼ ଅକ୍ଷର ଅଂଶ ଗୁଡ଼ିକୁ ପ୍ରଧାନ ବାକ୍ୟ ଏବଂ ଅନ୍ୟ ଅଂଶ ଗୁଡ଼ିକ ପ୍ରଧାନ ବାକ୍ୟ ଉପରେ ନିର୍ଭର କରୁଥିବାରୁ ଅପ୍ରଧାନ ସେମାନଙ୍କୁ ସାପେକ୍ଷ ଖଣ୍ଡବାକ୍ୟ ମଧ୍ୟ କୁହାଯାଇପାରେ। ମାନେ କ'ଣ? ଖଣ୍ଡବାକ୍ୟ, ସାପେକ୍ଷ ଖଣ୍ଡବାକ୍ୟ। ସାପେକ୍ଷ ମାନେ ଅପେକ୍ଷା କରିକି ଯେଉଁ ବାକ୍ୟ ମାନେ ଭାବ ପ୍ରକାଶ ହୁଏ ତାକୁ କ'ଣ ଜଟିଳ ବାକ୍ୟ କୁହାଯାଏ। ସେହିପରି ଏମାନଙ୍କୁ ସାପେକ୍ଷ ଖଣ୍ଡବାକ୍ୟ ମଧ୍ୟ କୁହାଯାଏ। ସମୟ ସମୟ ଗୋଟିଏ ବାକ୍ୟରେ ଯୌଗିକ ଓ ଜଟିଳ କିମ୍ବା ଜଟିଳ ଓ ସରଳ ଉଭୟ ପ୍ରଧାନ ବାକ୍ୟର ସମ୍ମିଶ୍ରଣ ଦେଖାଯାଏ ଓ ପ୍ରକାର ବାକ୍ୟକୁ ମିଶ୍ର ବାକ୍ୟ କୁହାଯାଏ, ମାନେ ମିକ୍ସଡ ସେଣ୍ଟେନ୍ସ। ମାନେ ସମୟ କିଛି କିଛି ସମୟରେ ଏମିତି ବି ହୁଏ ଯୌଗିକ, ଜଟିଳ କିମ୍ବା ସରଳ ଉଭୟ ବାକ୍ୟ ସମସ୍ତେ ମିଶିଯାଆନ୍ତି, ସେଇଟା କ'ଣ ମିଶ୍ର ବାକ୍ୟ ହୁଏ। ଏହା ଜଟିଳ ବାକ୍ୟର ଅନ୍ତର୍ଗତ କରାଯାଇପାରେ। ଯଥା ଦେଖନ୍ତୁ, ସୂର୍ଯ୍ୟପରାଗ ସମୟରେ ଯେଉଁ ବ୍ରାହ୍ମଣମାନେ ରାଜଦ୍ୱାରକୁ ଆସିଥିଲେ ସେମାନଙ୍କଠାରୁ ରାଜା ଆଶୀର୍ବାଦ ଗ୍ରହଣ କଲେ ଏବଂ ସେମାନଙ୍କୁ ପ୍ରଚୁର ଅର୍ଥ ଦେଲେ। ମାନେ ସୂର୍ଯ୍ୟପରାଗ ସମୟରେ ଯେଉଁ ବ୍ରାହ୍ମଣମାନେ ରାଜସ୍ୱକୁ ଆସିଥିଲେ, ସରଳ ବାକ୍ୟକୁ ଯାଉଛି ବା ଯୌଗିକ ବାକ୍ୟକୁ ଯାଉଛି। ସେମାନଙ୍କଠାରୁ ରାଜା ଆଶୀର୍ବାଦ ଗ୍ରହଣ କଲେ ଏବଂ ସେମାନଙ୍କୁ ପ୍ରଚୁର ଅର୍ଥ ଦେଲେ। ମାନେ ଯୌଗିକ ସହିତ ଜଟିଳ ବାକ୍ୟ ମାନେ ସଂଯୋଜିତ ହେଉଛି, ତାହାକୁ କ'ଣ କୁହାଯାଏ? ମିକ୍ସଡ ବା ମିଶ୍ର ବାକ୍ୟ କୁହାଯାଏ। ଏହି ଉଦାହରଣ ବଡ଼ ଅକ୍ଷରର ଅଂଶଟି ଗୋଟିଏ ଜଟିଳ ବାକ୍ୟ ସହିତ ଗୋଟିଏ ନିରପେକ୍ଷ ସରଳ ବାକ୍ୟ ସଂଯୁକ୍ତ ହୋଇଅଛି। ମନେ ରଖିବାକୁ ହେବ ଯେ ଜଟିଳ ଏବଂ ଯୌଗିକ ବାକ୍ୟ ଯେଉଁ ସବୁ ସରଳ ବାକ୍ୟରେ ସମ୍ମିଶ୍ରଣ ଗଠିତ ହୋଇଥାଏ ସେ ସବୁକୁ କ'ଣ କୁହାଯାଏ? ଖଣ୍ଡବାକ୍ୟ କୁହାଯାଏ। ମନେ ରଖିବ ଜଟିଳ ଏବଂ ଯୌଗିକ ବାକ୍ୟ ଯେଉଁ ସବୁ ସରଳ ବାକ୍ୟର ସମ୍ମିଶ୍ରଣ, ମାନେ ଜଟିଳ ଏବଂ ଯୌଗିକ ବାକ୍ୟରେ ଯେଉଁ ସବୁ ସରଳ ବାକ୍ୟରେ ସମ୍ମିଶ୍ରଣ ହୁଏ, ମାନେ ଯୌଗିକ ଆଉ ଜଟିଳ ବାକ୍ୟ ସରଳ ବାକ୍ୟରେ ମିଶିଏ, ତାହା ହିଁ ସେ ସବୁ କ'ଣ କୁହାଯାଏ? ଖଣ୍ଡବାକ୍ୟ କୁହାଯାଏ। ଚାଲନ୍ତୁ ନେକ୍ସଟ। ଗୋଟିଏ ପ୍ରକାର ବାକ୍ୟକୁ ଅର୍ଥ ପରିବର୍ତ୍ତନ ନ କରି ଅନ୍ୟ ପ୍ରକାର ବାକ୍ୟରେ ପରିଣତ କରିବାକୁ ବାକ୍ୟ ରୂପାନ୍ତର କୁହାଯାଏ। ମାନେ ଗୋଟିଏ ପ୍ରକାର ବାକ୍ୟକୁ ଅର୍ଥ ପରିବର୍ତ୍ତନ ନ କରି ଅନ୍ୟ ପ୍ରକାର ବାକ୍ୟରେ ପରିଣତ କରିବାକୁ ବାକ୍ୟର ରୂପାନ୍ତର କୁହାଯାଏ। ବାକ୍ୟର ଗଠନ ରୂପାନ୍ତର ଦେଖନ୍ତୁ, ହରିବୋଲ ନାଚିବାକୁ ସୁନାମ ଅର୍ଜନ କରିଛି। ହରିବୋଲ ନାଚିବାରୁ ସୁନାମ ଅର୍ଜନ ମାନେ ସରଳ ହେଲା। ଓ ହରିବୋଲ ନାଚୁଛି ଓ ଏଥିପାଇଁ ସୁନାମ ଅର୍ଜନ କରୁଛି। ଓ ଲାଗିଲେ କ'ଣ ହୁଏ? ଯୌଗିକ ହୁଏ। ଯଦି ହରି ବୋଲ ନାଚୁଛି ତେଣୁ ସେ ସୁନାମ ଅର୍ଜନ କରୁଛି। ସରଳ ଜଟିଳ। ତେଣୁ ଲାଗିଲା ମାନେ ଯଦି ହରି ବୋଲ ନାଚୁଛି, ଏଇଟା ଗୋଟେ ଯଦି ହରି ବୋଲ ନାଚୁଛି ମାନେ କେଉଁ ପ୍ରକାର? ଗୋଟେ ମାନେ ନାଚୁଛି ମାନେ ଗୋଟେ ବିବୃତ୍ତି ସୂଚକକୁ ବୁଝାଉଛି। ତେଣୁ ସେ ସୁନାମ ଅର୍ଜନ କରୁଛି, ମାନେ ତେଣୁ ସେଥିପାଇଁ ହିଁ ସେ ସୁନାମ ଅର୍ଜନ ବା ସେ ସମ୍ମାନିତ ଭାବରେ ସମସ୍ତଙ୍କଠାରୁ ପ୍ରିୟଜନ ହେଉଛି। ଜଟିଳ ବାକ୍ୟ ଏଇଟା। ଝଡ଼ କମିବାରୁ ପିଲାମାନେ ନିଜ ନିଜ ଘରକୁ ଫେରିଲେ। ସରଳ ବାକ୍ୟ, ଝଡ଼ କମିଗଲା
ଓ ପିଲାମାନେ ନିଜ ନିଜ ଘରକୁ ଫେରିଲେ ଓ ଲାଗିଛି ମାନେ ତମେ ଜାଣିବ ଯେ ଏଇଟା ଗୋଟେ କ'ଣ ଯୌଗିକ ବାକ୍ୟ। ବୁଝିପାରିଲ? ଯୌଗିକ ବାକ୍ୟ ବୁଝିପାରିଲ? ହେଲା, ଯେହେତୁ ଜ୍ୱର କମିଗଲା ତେଣୁ ପିଲାମାନେ ନିଜ ନିଜ ଘରକୁ ଫେରିଲେ। ଏଇଟା ଗୋଟେ କ'ଣ? ତେଣୁ ଏଠି ବି ଦେଖନ୍ତୁ, ତେଣୁ କ'ଣ? ତେଣୁ ଥିଲେ ଜଟିଳ ବାକ୍ୟ କନଫର୍ମ ହେବ। ବୁଝିପାରିଲ? ଘରେ ଅଶାନ୍ତି ଦେଖା ଦେଇଥିବାରୁ ମୁଁ ସଭାକୁ ଯାଇପାରିବି ନାହିଁ। ଘରେ ଅଶାନ୍ତି ହେଉଛି ସରଳ ବାକ୍ୟରେ କହୁଛି, ସରଳ ବାକ୍ୟ। ଘରେ ଅଶାନ୍ତି ଦେଖା ଦେଇଛି ତେଣୁ ମୁଁ ସଭାକୁ ଯାଇପାରିବି ନାହିଁ। ଦେଖନ୍ତୁ, ଏଇଠି ତେଣୁ ଲାଗିଛି ମାନେ କେଉଁଠି? ଜଟିଳ ବାକ୍ୟରେ, କିନ୍ତୁ କ'ଣ ପଜିଟିଭଲି ଅଛି, କିନ୍ତୁ କ'ଣ ଅଛି? ନେଗେଟିଭରେ ଅଛି। ଘରେ ଅଶାନ୍ତି ଦେଖା ଦେଇଥିବାରୁ ମୁଁ ସଭାକୁ ଯାଇପାରିବି ନାହିଁ, ମାନେ ଯାଇପାରେ ନାହିଁ। କ'ଣ କେଉଁ ବାକ୍ୟ ଆସୁଛି? ନାହିଁ, ମାନେ ଏଇଟା ଗୋଟେ ସରଳ ବାକ୍ୟ। ଘରେ ଅଶାନ୍ତି ଦେଖା ଦେଇଛି ମାନେ ଅଲରେଡ଼ି ସେ ଅତୀତ ମାନେ ହୋଇସାରିଛି, ଘଟଣା ଘଟି ସାରିଛି। ତେଣୁ ମୁଁ ସଭାକୁ ଯାଇପାରିବି ନାହିଁ, ମାନେ ତେଣୁ ମୁଁ ସଭାକୁ, ମାନେ ଏଇଟା ଗୋଟେ କ'ଣ ଯୌଗିକ ବାକ୍ୟ। ବୁଝିପାରିଲ? ତେଣୁ ସେଇଠି ବି ଲାଗିଛି। ମନେ ରଖିବ, କୌଣସି ଅଶାନ୍ତି ମାନେ ସମସ୍ୟାକୁ ବା ସଭାକୁ ବୁଝାଉଥିଲେ କ'ଣ ହୁଏ? ଯୌଗିକ ବାକ୍ୟରେ ତେଣୁ ଲାଗିଛି ମାନେ ଯୌଗିକ ବାକ୍ୟ ହୋଇଥାଏ। ବୁଝିପାରିଲ? ଯେହେତୁ ଘରେ ଅଶାନ୍ତି ଦେଖା ଦେଇଛି ସେହେତୁ ମୁଁ ସଭାକୁ ଯାଇପାରିବି ନାହିଁ। କ'ଣ ଜଟିଳ ବାକ୍ୟ। ଦେଖନ୍ତୁ ଆଗକୁ ପୁଣି ଏମିତି ସେମ୍ କ୍ୱେଶ୍ଚିନ୍। ଜେଜେ ଆସିବା ହେତୁ ଆମେ ସମସ୍ତେ ଖୁସି ହେବୁ। ମାନେ ଜେଜେ ଆସିଲେ ଖୁସି ହେବୁ, ସରଳ ବାକ୍ୟ। ଜେଜେ ଆସିବେ ଓ ଆମେ ସମସ୍ତେ ଖୁସି ହେବୁ, ଯୌଗିକ। ଯଦି ଜେଜେ ଆସିବେ ତେବେ ହିଁ ଖୁସି ହେବୁ, ଆସିଲା ପରେ ହିଁ ଖୁସି ହେବେ, ମାନେ ଜଟିଳ ବାକ୍ୟ। ନେକ୍ସଟକୁ ଯିବା। ଦେଖନ୍ତୁ, ବାକ୍ୟ ଅର୍ଥଗତ ରୂପାନ୍ତର। ବାକ୍ୟର ଅର୍ଥଗତ ରୂପାନ୍ତର ଦେଖ, ବିବୃତ୍ତି ସୂଚକ ବାକ୍ୟକୁ ଆମେ ପ୍ରଥମେ ଦେଖିବା। ଉତ୍କଳମଣି ଗୋପବନ୍ଧୁ ଜଣେ ସଚ୍ଚା ଦେଶ ସେବକ ଥିଲେ। ମାନେ ସେ ଗୋଟେ କ'ଣ ବିବୃତ୍ତି ସୂଚକ। ଏହା ଏକ ବିବୃତ୍ତି ସୂଚକ ବାକ୍ୟ। ଏହି ବାକ୍ୟକୁ ଭିନ୍ନ ପ୍ରକାରେ ପ୍ରକାଶ କରାଯାଇପାରେ। ମାନେ କେଉଁ ପ୍ରକାରେ? ପ୍ରଶ୍ନ ସୂଚକ, ନାସ୍ତି ସୂଚକ, ବିସ୍ମୟ ସୂଚକ ବାକ୍ୟରେ ରୂପାନ୍ତର କଲେ କେମିତି ହେବ? ଦେଖନ୍ତୁ, ଏଠି ଅଛି ଉତ୍କଳମଣି ଗୋପବନ୍ଧୁ କି ସଚ୍ଚା ଦେଶ ସେବକ। ଏଇଟା ଗୋଟେ କ'ଣ? ବିସ୍ମୟ ସୂଚକ। ବୁଝିପାରିଲ? ଉତ୍କଳମଣି ଗୋପବନ୍ଧୁ ବୋଲି ସଚ୍ଚା ଦେଶ ସେବକ ନାହାନ୍ତି ମାନେ ନାସ୍ତି ସୂଚକ। ଉତ୍କଳମଣି ଗୋପବନ୍ଧୁ ବୋଲି ସଚ୍ଚା ଦେଶ ସେବକ ଆଉ କାହାନ୍ତି ମାନେ ଏଇଟା ଗୋଟେ ପ୍ରଶ୍ନ ସୂଚକ। ବୁଝିପାରିଲ? ନେକ୍ସଟ, ପ୍ରଶ୍ନ ସୂଚକ ବାକ୍ୟ। ବିଜୁ ବାବୁଙ୍କୁ ଓଡ଼ିଶାରେ କିଏ ବା ନ ଜାଣେ? ଏଇଟା ଗୋଟେ ପ୍ରଶ୍ନ ସୂଚକକୁ ନାସ୍ତି ସୂଚକ, ବିବୃତ୍ତି ସୂଚକ, ବିସ୍ମୟ ସୂଚକ ଭାବରେ ରୂପାନ୍ତରିତ କଲେ କେମିତି ହେବ? ଦେଖନ୍ତୁ, ବିଜୁ ବାବୁକୁ ଓଡ଼ିଶାରେ ସମସ୍ତେ ଜାଣନ୍ତି ମାନେ ବିବୃତ୍ତି ସୂଚକ।
ବିଜୁ ବାବୁ ଓଡ଼ିଶାରେ କାହାକୁ ଅଜଣା ନୁହନ୍ତି। କ'ଣ ଏଇଟା? ନାସ୍ତି ସୂଚକ। ବିଜୁ ବାବୁ ପୁଣି ଓଡ଼ିଶାରେ କାହାର ଅଜଣା? ପ୍ରଶ୍ନ ସୂଚକ। ସେମିତି ଚାଲନ୍ତୁ ନାସ୍ତି ସୂଚକକୁ ଯିବା। ଅଜ୍ଞାତ ଯୁବକକୁ ଆଶ୍ରୟ ଦେବା ଠିକ୍ ହେଲା ନାହିଁ, ମାନେ ନାସ୍ତି। ଏହାକୁ ପ୍ରଶ୍ନ ସୂଚକ ବିସ୍ମୟ ସୂଚକ ବାକ୍ୟରେ ପରିଣତ କଲେ କେମିତି ହେବ? ଅଜ୍ଞାତ ଯୁବକକୁ ଆଶ୍ରୟ ଦେବା ଭୁଲ। ବିବୃତ୍ତି ସୂଚକ। ଅଜ୍ଞାତ ଯୁବକକୁ କ'ଣ ଆଶ୍ରୟ ଦିଆଯାଏ? ପ୍ରଶ୍ନ ସୂଚକ। ଅଜ୍ଞାତ ଯୁବକକୁ ପୁଣି ଆଶ୍ରୟ। ବିସ୍ମୟ ସୂଚକ। ବୁଝିପାରିଲ? ବିସ୍ମୟ ସୂଚକ ବାକ୍ୟରେ ଲଙ୍କାରେ ପୁଣି ହରି ଶବ୍ଦ। ଏହାକୁ ବିବୃତ୍ତି ସୂଚକ ପ୍ରଶ୍ନ ସୂଚକ ନାସ୍ତି ସୂଚକ ବାକ୍ୟରେ ରୂପାନ୍ତରିତ କଲେ କେମିତି ହେବ? ଦେଖନ୍ତୁ, ଲଙ୍କାରେ ହରି ଶବ୍ଦ ଖୋଜିବା ବୃଥା। ବିବୃତ୍ତି ସୂଚକ ବାକ୍ୟ ଏଇଟା। ଲଙ୍କାରେ ହରି ଶବ୍ଦ ମିଳିବା ସମ୍ଭବ ନୁହେଁ। ନାସ୍ତି ସୂଚକ ବାକ୍ୟ। ଲଙ୍କାରେ ହରି ଶବ୍ଦ ଶୁଣାଯାଏ କି? ଏଇଟା ଗୋଟେ ପ୍ରଶ୍ନ ସୂଚକ ବାକ୍ୟ। ଅନ୍ୟ କିଛି ଉଦାହରଣ। ବିବୃତ୍ତି ସୂଚକ କେବଳ ଈଶ୍ୱର ଚାହିଁଲେ ମୋତେ ବିପଦରୁ ରକ୍ଷା କରିପାରିବେ। ଦେଖନ୍ତୁ, ପ୍ରଶ୍ନ ସୂଚକରେ ଈଶ୍ୱରଙ୍କ ବ୍ୟତୀତ ଆଉ କିଏ ମୋତେ ବିପଦରୁ ରକ୍ଷା କରିପାରିବେ? ବିବୃତ୍ତିରେ ଦେଖନ୍ତୁ, ଈଶ୍ୱରଙ୍କ ବ୍ୟତୀତ ଆଉ କେହି ମୋତେ ବିପଦରୁ ରକ୍ଷା କରିପାରିବେ ନାହିଁ। ବୁଝିପାରିଲ? ସେମିତି ବିବୃତ୍ତି ପ୍ରଶ୍ନ ବିବୃତ୍ତି ଦେଖନ୍ତୁ, ଏଠି ଅଛି। ବିବୃତ୍ତି ସୂଚକ। ଏ ବର୍ଷ ଶୀତ ଅସହ୍ୟ। ଅସହ୍ୟ ମାନେ କ'ଣ? ବିବୃତ୍ତି ଯାଉଛି। ପ୍ରଶ୍ନ ସୂଚକରେ କ'ଣ? ଏ ବର୍ଷ ଶୀତ ସହି ହେଉନାହିଁ। ପ୍ରଶ୍ନ ସୂଚକ। ଏ ବର୍ଷ କି ଭୟଙ୍କର ଶୀତ। ଏଠି ଦେଖିବ ମାର୍କ ଚିହ୍ନ ଅଛି ହେଲା। ନେକ୍ସଟକୁ ଯିବା। ସନ୍ଧି ଦ୍ୱାରା ଅତି ଆବଶ୍ୟକ ଜିନିଷର ଦର ଅଧିକ ବଢ଼ୁଅଛି। ଅତ୍ୟାବଶ୍ୟକ ହେଲା ଅତିଯୁକ୍ତ ଆବଶ୍ୟକ। ଅତ୍ୟାବଶ୍ୟକ ଜିନିଷ ଦର ବୃଦ୍ଧି ହେଉଛି। ଅତି ଅଧିକ ବକ୍ତବ୍ୟ ସ୍ଫୁରଣୀୟ ନୁହେଁ। ଅତ୍ୟଧିକ ଅତିଯୁକ୍ତ ଅଧିକ ବକ୍ତବ୍ୟ ସ୍ଫୁରଣୀୟ ନୁହେଁ। ସମାସ ଦ୍ୱାରା ସ୍ୱାମୀ ଓ ସ୍ତ୍ରୀ ଦୁଇଜଣ ଯାକ ଆଜି ଆସିବେ। ଦମ୍ପତି ଆସିବେ। ବରକନ୍ୟା ବିଧିରେ ବସିଛ ଉଭୟ ବରକନ୍ୟା। କୃଦନ୍ତ ଦ୍ୱାରା ଜାଣିବାକୁ ଇଚ୍ଛା କରୁଥିବା ଛାତ୍ର ବିଦ୍ୟା ଲାଭ କରିବ। ଜିଜ୍ଞାସୁ ଛାତ୍ର ବିଦ୍ୱାନ ହେବ। ଯାହା କରିବା ଉଚିତ ତାହା କର, କର୍ତ୍ତବ୍ୟ କର। ପାନ ବେପାର କରୁଥିବା ଲୋକଟି ଅନ୍ୟ ଗ୍ରାମକୁ ଗଲା। ପାନରା ଗ୍ରାମାନ୍ତର ଗଲା। ଗିରିପଥ ଭାବେ କାଇବ ସବୁଠାରୁ ଲମ୍ବା। କାଇବର ଦୀର୍ଘତମ ଗିରିପଥ। ଉପସର୍ଗ ଦ୍ୱାରା ପବନ ବିପରୀତ ଦିଗରେ ସାଇକେଲ ଚଲାଇବା କଷ୍ଟକର। ପବନର ପ୍ରତିକୂଳ ସାଇକେଲ ଚାଳନା କଷ୍ଟକର। ସାହିତ୍ୟ ବିଷୟରେ ତାଙ୍କର ବିଶେଷ ଭାବରେ ଜ୍ଞାନ ଅଛି। ସେ ସାହିତ୍ୟ ବିଶେଷଜ୍ଞ ଅଟନ୍ତି। ସମାର୍ଥବୋଧକ ଶବ୍ଦ ଦ୍ୱାରା ବିଷ୍ଣୁ ଉପାସକମାନେ କଲକରତାଳ ବଜାଇ ନାମ ଜପ କରୁଛନ୍ତି। ବୈଷ୍ଣବମାନେ କୀର୍ତ୍ତନ କରୁଅଛନ୍ତି। ଦେଖନ୍ତୁ, ବିଷ୍ଣୁ ଉପାସକମାନେ କଲକରତାଳ ବଜାଇ ନାମ ଜପ କରୁଛନ୍ତି। ସେଟାକୁ ସର୍ଟକଟରେ କହିଲେ ବୈଷ୍ଣବମାନେ କୀର୍ତ୍ତନ କରୁଅଛନ୍ତି। ଦେଖନ୍ତୁ, ଯେଉଁ ପିଲାମାନେ ବେଶୀ ଜିଦ୍ କରନ୍ତି ସେମାନଙ୍କୁ ବାପା ଆଦୌ ପସନ୍ଦ କରନ୍ତି ନାହିଁ। ଜିଦ୍-ଖୋର ପିଲାଙ୍କୁ ବାପା ନାପସନ୍ଦ କରନ୍ତି। ସେମିତି ଉକ୍ତି ପରିବର୍ତ୍ତନ ଦ୍ୱାରା ଶିକ୍ଷକ କହିଲେ ମୁଁ ଆଜି ଇଂରାଜୀ ପଢ଼ାଇବି। ପ୍ରତ୍ୟକ୍ଷ ଉକ୍ତି। ଶିକ୍ଷକ ଆଜି ଇଂରାଜୀ ପଢ଼ାଇବେ ବୋଲି କହିଲେ। ପରୋକ୍ଷ ଉକ୍ତି ମାନେ ପ୍ରତ୍ୟକ୍ଷରେ ମୁଁ ଆଜି ଇଂରାଜୀ ପଢ଼ାଇବି। ନିଜେ କହିଲେ ପ୍ରତ୍ୟକ୍ଷ। ଅନ୍ୟଠାରୁ ଶୁଣିଲେ ଶିକ୍ଷକ ଆଜି ଇଂରାଜୀ ପଢ଼ାଇବେ ବୋଲି କହିଲେ ମାନେ ଅନ୍ୟଠାରୁ ଶୁଣିଲେ ପରୋକ୍ଷ ହୁଏ। ନିଜଠାରୁ ଶୁଣିଲେ ପ୍ରତ୍ୟକ୍ଷ ହୁଏ। ଏଟା ମନେ ରଖିବ। ଉକ୍ତି ପରିବର୍ତ୍ତନ ଦ୍ୱାରା ଯଦି କୌଣସି ପ୍ରଶ୍ନ ଆସିଲେ
ହରି ଯାତ୍ରା ଦେଖେ ନାହିଁ ବୋଲି କହିଲା। ହରି ଯାତ୍ରା ଦେଖେ ନାହିଁ ବୋଲି କହିଲା, ମାନେ ହରି ନିଜେ କହିଲା ଯାତ୍ରା ଦେଖେ ନାହିଁ। ହରି ଯାତ୍ରା ଦେଖେ ନାହିଁ ବୋଲି କହିଲା। କାହାକୁ କହିଲା? ଯିଏ ତମକୁ କହୁଛି ତାକୁ କହିଲା। ତମେ ତାଠାରୁ ଡାଇରେକ୍ଟ ଶୁଣିନ, ସେଣୁ ସେଟା ପରୋକ୍ଷ ଉକ୍ତି ହେଲା। ହରି କହିଲା ମୁଁ ଯାତ୍ରା ଦେଖେ ନାହିଁ, ମାନେ କହିଲା ଗୋଟେ ଶବ୍ଦ ଲାଗିଲେ ହିଁ ସେଟା ପ୍ରତ୍ୟକ୍ଷ ଉକ୍ତି ହୁଏ। ଆଜି ଏତିକି ଥାଉ। ମୁଁ ପୁଣି ଆଉ ଗୋଟେ ଭିଡ଼ିଓରେ କ୍ୱେଶ୍ଚିନ୍ ଗୁଡ଼ାକ ଆଣିବି, ବାବଦରେ ଟିକେ ଦେଖିଦେଇଥିବ। ଠିକ୍ ଅଛି, ରଖୁଛି। ଜୟ ଜଗନ୍ନାଥ।